ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଲୁ ଯେ କଠିନ ପରିସ୍ଥିତି ଏବଂ ଦୁଃଖ କଷ୍ଟ ସମୟରେ ମଧ୍ୟ ଈଶ୍ୱର ନିଜର ପ୍ରତିଜ୍ଞା ପ୍ରତି ବିଶ୍ୱସ୍ତ ରୁହନ୍ତି। ଯଦିଓ ଇସ୍ରାଏଲ ମିଶରରେ ଦାସତ୍ୱ ମଧ୍ୟରେ ଜୀବନ ବିତାଉଥିଲା, ତଥାପି ପ୍ରଭୁ ନିଜ ନିୟମ ଅନୁସାରେ ନିଜ ଲୋକମାନଙ୍କୁ ରକ୍ଷା କରିବା ଏବଂ ସେମାନଙ୍କର ବଂଶବୃଦ୍ଧି କରାଇବା ଜାରି ରଖିଥିଲେ। ଆମେ ଏହା ମଧ୍ୟ ଦେଖିଥିଲୁ ଯେ ଶୈତାନ ଈଶ୍ୱରଙ୍କ ଉଦ୍ଦେଶ୍ୟ ଗୁଡ଼ିକର ବିରୋଧ କରିବାକୁ ଚେଷ୍ଟା କରୁଥିବା ବେଳେ ପ୍ରଭୁ ସର୍ବଦା ନିଜ ଲୋକମାନଙ୍କୁ ସୁରକ୍ଷିତ ରଖନ୍ତି ଏବଂ ତାଙ୍କର ସଠିକ୍ ସମୟରେ ରକ୍ଷାକର୍ତ୍ତାମାନଙ୍କୁ ପ୍ରସ୍ତୁତ କରନ୍ତି। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ମଧ୍ୟକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ଭାବରେ ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ କରିବା ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆମେ ଯାତ୍ରା ପୁସ୍ତକ 3 ପର୍ବ ଉପରେ ଅଧ୍ୟୟନ କରିବା। 3 ପର୍ବରେ ଆମେ ମୋଶାଙ୍କ ପ୍ରତି ଈଶ୍ୱରଙ୍କ ଆହ୍ୱାନ ଦେଖୁ। ମିଡ଼ିଅନରେ ମୋଶାଙ୍କର 40 ବର୍ଷର ସମୟ ଶେଷ ହୋଇଛି। ମିଶରରେ ସେ ପାଇଥିବା ସମସ୍ତ ଶିକ୍ଷା ଇସ୍ରାଏଲକୁ ଦାସତ୍ୱ ଅବସ୍ଥାରୁ ମୁକ୍ତ କରିବାର ମହତ୍ କାର୍ଯ୍ୟ ପାଇଁ ତାଙ୍କୁ ପ୍ରସ୍ତୁତ କରିବାକୁ ଯଥେଷ୍ଟ ନଥିଲା। ମିଡ଼ିଅନର ମରୁଭୂମି ଅଞ୍ଚଳରେ 40 ବର୍ଷର ପ୍ରସ୍ତୁତି ଦ୍ୱାରା ଈଶ୍ୱର ତାଙ୍କୁ ଏହି କାର୍ଯ୍ୟ ପାଇଁ ଯୋଗ୍ୟ କରିଥିଲେ। ଯାତ୍ରା 3 ପର୍ବ ତାର 1 ଏବଂ 2 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ସେହି ସମୟରେ ମୋଶା ଆପଣା ଶ୍ୱଶୁର ଜିତ୍ରୋ ନାମକ ମିଦିଅନୀୟ ଯାଜକର ମେଷପୋଲ ଚରାଉଥିଲେ। ସେ ଦିନକରେ ସେ ପ୍ରାନ୍ତରରେ ପଶ୍ଚାତ୍ ଭାଗରେ ମେଷପୋଲ ଘେନି ହୋରେବ ନାମକ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେଲେ। ଏଥିରେ ଗୋଟିଏ ବୁଦା ମଧ୍ୟରୁ ଅଗ୍ନିଶିଖାରେ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଦର୍ଶନ ଦେଲେ। ତହୁଁ ସେ ଅନାଇଲେ, ଆଉ ଦେଖ, ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉନାହିଁ। ବୁଦାଟି ଜଳୁଛି ଅଥଚ ନଷ୍ଟ ହେଉନାହିଁ। ତାହା ଦେଖିବା ପାଇଁ ମୋଶା ସେ ପଟକୁ ବୁଲି ପଡ଼ିଲେ। ପବିତ୍ର ଧର୍ମଶାସ୍ତ୍ର ସତ୍ୟତାର ଅନ୍ୟ ଏକ ବଡ଼ ପ୍ରମାଣ ହେଉଛି ଇସ୍ରାଏଲ ଦେଶର ଅସ୍ତିତ୍ୱ। ବହୁ ବର୍ଷ ପୂର୍ବେ ଜର୍ମାନୀର ଜଣେ ସମ୍ରାଟ ତାଙ୍କ ଧର୍ମଗୁରୁଙ୍କୁ ପ୍ରଶ୍ନ କରିଥିଲେ, ବାଇବଲ ଯେ ଈଶ୍ୱରଙ୍କ ବାକ୍ୟ, ତାର ସବୁଠାରୁ ବଡ଼ ପ୍ରମାଣ କ'ଣ? ବିନା ଦ୍ୱିଧାରେ ଧର୍ମଗୁରୁ ଜଣକ କହିଲେ, ମହାରାଜ, ସେହି ପ୍ରମାଣ ହେଉଛନ୍ତି ଯିହୁଦୀମାନେ। ସେମାନେ ହିଁ ପ୍ରମାଣ। ସେ ହେଉଛନ୍ତି ସେହି ଜ୍ୱଳନ୍ତ ବୁଦା, ଯାହାକୁ ଦେଖି ଆଜିର ଅବିଶ୍ୱାସୀମାନେ ଅଟକି ଯିବା ଓ ଦୃଷ୍ଟିପାତ କରିବା ଉଚିତ। ଏହା ବଡ଼ ଆଶ୍ଚର୍ଯ୍ୟର କଥା ଯେ ସେ ଶତାବ୍ଦୀ ଧରି ନିଜର ଅସ୍ତିତ୍ୱ ବଜାୟ ରଖିଛନ୍ତି। ମୋଶାଙ୍କ ସମୟଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ଅସ୍ତିତ୍ୱ ରହିଛି। ଅନ୍ୟାନ୍ୟ ଦେଶମାନେ ଆସିଛନ୍ତି ଓ ଚାଲି ଯାଇଛନ୍ତି ଏବଂ ସେମାନଙ୍କର ଶେଷ କୃତ୍ୟରେ ମଧ୍ୟ ସାମିଲ ହୋଇଛନ୍ତି। ସେ ଆଜି ବି ଅଛନ୍ତି। ମିଶରର ଦାସତ୍ୱ ଠାରୁ ଆରମ୍ଭ କରି ଶତାବ୍ଦୀ ଧରି ଆଜି ପର୍ଯ୍ୟନ୍ତ ଇସ୍ରାଏଲ ନିର୍ଯାତନାର ନିଆଁରେ ଜଳୁଛି। କିନ୍ତୁ ସେହି ଜ୍ୱଳନ୍ତ ବୁଦା ପରି ଇସ୍ରାଏଲ କେବେ ନଷ୍ଟ ହୋଇନାହିଁ। ଏମିତି ଦେଖିବାକୁ ଗଲେ ଆପଣ ଶେଷଥର ପାଇଁ କେବେ ଜଣେ ମିଦିଅନୀୟଙ୍କୁ ଦେଖିଥିଲେ? ଆପଣ କେବେ ମିଦିଆନର ପତାକା ଦେଖିଛନ୍ତି କି? ମିଦିଅନର ସରକାର ବିଷୟରେ ଆପଣ କିଛି ଜାଣନ୍ତି କି? ଆପଣ ଜାଣିନାହାନ୍ତି କି? ମୁଁ ମଧ୍ୟ ଜାଣିନାହିଁ, କାରଣ ମିଦିଆନ ଆଉ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଇଛି। ମୋଶାଙ୍କ ସମ୍ମୁଖରେ ପ୍ରକାଶିତ ହୋଇଥିବା
ପ୍ରଭୁଙ୍କ ଦୂତ ଅନ୍ୟ କେହି ନୁହନ୍ତି, ସ୍ୱୟଂ ଯୀଶୁଖ୍ରୀଷ୍ଟଙ୍କର ମାନବ ରୂପରେ ଜନ୍ମ ନେବା ପୂର୍ବର ରୂପ ବୋଲି କୁହାଯାଇପାରେ। କିଛି ଲୋକ ଏ ବିଷୟରେ ଯୁକ୍ତି କରିପାରନ୍ତି, କିନ୍ତୁ ବର୍ଷ ବର୍ଷ ଧରି ଈଶ୍ୱରଙ୍କର ବାକ୍ୟ ଅଧ୍ୟୟନ କରିବା ପରେ ଏହା ମୋର ଦୃଢ଼ ବିଶ୍ୱାସ। ଯାତ୍ରା 3 ପର୍ବ ତାର 3-5 ପଦରେ ଲେଖା ଅଛି, ତେଣୁ ମୂଷା କହିଲେ, ମୁଁ ଏକ ପାଖକୁ ଯାଇ ଏହି ମହାଶ୍ଚର୍ଯ୍ୟ ବିଷୟ ଦେଖିବି। ବୁଦାଟା କାହିଁକି ଦଗ୍ଧ ହେଉନାହିଁ? ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି, ସେତେବେଳେ ପରମେଶ୍ୱର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, ହେ ମୂଷା, ହେ ମୂଷା। ତହିଁରେ ସେ କହିଲେ, ଏହି ଦେଖନ୍ତୁ ମୁଁ ଉପସ୍ଥିତ ଅଛି। ତହୁଁ ସେ କହିଲେ, ତୁମ୍ଭେ ଏ ସ୍ଥାନରେ ନିକଟବର୍ତ୍ତୀ ହୁଅ ନାହିଁ। ତୁମ ପାଦରୁ ପାଦୁକା କାଢ଼, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଛିଡ଼ା ହେଉଅଛ ତାହା ପବିତ୍ର ଭୂମି। ଈଶ୍ୱରଙ୍କୁ ମୂଷାଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡ଼ିଥିଲା। ଯଦିଓ ମୂଷା ଫାରୋଙ୍କ ରାଜପ୍ରସାଦରେ ବଡ଼ ହୋଇଥିଲେ, ତଥାପି ପବିତ୍ର ଈଶ୍ୱରଙ୍କ ଉପସ୍ଥିତିରେ ନିଜ ଜୋତା ଖୋଲିବା ଉଚିତ ବୋଲି ଭାବିନଥିଲେ। ଆଜିର ଅନେକ ଲୋକ ମଧ୍ୟ ଈଶ୍ୱରଙ୍କ ସହ ଅତି ହାଲୁକା ବ୍ୟବହାର କରୁଛନ୍ତି। ଈଶ୍ୱରଙ୍କ ପବିତ୍ରତା ବିଷୟରେ ଈଶ୍ୱର ତାଙ୍କୁ ଏକ ବଡ଼ ଶିକ୍ଷା ଦେଉଛନ୍ତି। ଆମକୁ ମଧ୍ୟ ଏହି ଶିକ୍ଷା ପାଇବାର ଆବଶ୍ୟକତା ରହିଛି। ଯାତ୍ରା 3 ପର୍ବ ତାର 6 ପଦରେ ଲେଖା ଅଛି, ସେ ଆହୁରି କହିଲେ, ଆମ୍ଭେ ତୁମର ପୈତୃକ ପରମେଶ୍ୱର ଅର୍ଥାତ୍ ଅବ୍ରାହମର ପରମେଶ୍ୱର ଓ ଇସାହାକର ପରମେଶ୍ୱର ଓ ଯାକୋବର ପରମେଶ୍ୱର। ତହିଁରେ ମୂଷା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ। ମୂଷା ଈଶ୍ୱରଙ୍କ ପ୍ରକୃତ ରୂପକୁ ଦେଖିନଥିଲେ। ଯଦି ସେ ଦେଖିଥାନ୍ତେ, ତେବେ ସେ ମାନବ ରୂପ ଧାରଣ କରିଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱରୀୟ ପ୍ରକାଶକୁ ହିଁ ଦେଖିଥାନ୍ତେ। ଏହା ମଧ୍ୟ କୁହାଯାଇପାରେ ଯେ ଜହନ 1 ପର୍ବ ତାର 18 ପଦରେ, କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ଆପଣ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କୁ ଜାଣିପାରିବେ। ଯାତ୍ରା 3 ପର୍ବ ତାର 7 ଏବଂ 8 ପଦରେ ଲେଖା ଅଛି, ଅନନ୍ତର ସଦାପ୍ରଭୁ କହିଲେ, ଆମ୍ଭେ ମିଶର ଦେଶସ୍ଥିତ ଆପଣା ଲୋକମାନଙ୍କର କ୍ଲେଶ ନିତାନ୍ତ ଦେଖିଅଛୁ ଓ କାର୍ଯ୍ୟ ଶାସକମାନଙ୍କ ଲାଗି ସେମାନଙ୍କ ରୋଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ଜାଣିଅଛୁ। ଏହେତୁ ମିଶ୍ରୀୟ ଲୋକମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ ପୁଣି ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ ଅର୍ଥାତ୍ କିଣାନୀୟ ଓ ହିତୀୟ ଓ ଇମୋରୀୟ ଓ ପିରିସୀୟ ଓ ହିଦୀୟ ଓ ଜିବୁସୀୟମାନେ ଯେଉଁ ସ୍ଥାନରେ ଥାନ୍ତି, ସେହି ଦୁଗ୍ଧମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇଯିବାକୁ ଓହ୍ଲାଇ ଆସିଲୁ। ଈଶ୍ୱର ଯେତେବେଳେ ମୁକ୍ତି କରନ୍ତି, ସେ କେବଳ କୌଣସି ବିଷୟକୁ ମୁକ୍ତି କରନ୍ତି ନାହିଁ, ବରଂ ସେ ସର୍ବଦା ଏକ ଉଦ୍ଦେଶ୍ୟ ନିମନ୍ତେ ମୁକ୍ତି ଦେଇଥାନ୍ତି। ଆମେ ପାପରୁ ମୁକ୍ତ ହୋଇ ପବିତ୍ରତା ଏବଂ ସ୍ୱର୍ଗ ଆଡ଼କୁ ଅଗ୍ରସର ହୋଇଅଛୁ। ଏଫେସୀୟ 2 ପର୍ବ ତାର 5 ଏବଂ 6ରେ ପାଉଲ ଏପରି ବର୍ଣ୍ଣନା କରୁଛନ୍ତି, ସେଥିସକାଶେ ଆମମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ, ପୁଣି ତାହାଙ୍କ ସହିତ ଆମମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇ ଅଛନ୍ତି। ଈଶ୍ୱର ଆମକୁ ମହିମାନ୍ୱିତ କରିଅଛନ୍ତି ଏବଂ ଖ୍ରୀଷ୍ଟଙ୍କଠାରେ ଆମକୁ ଏକ ସ୍ଥାନ ଦେଇଅଛନ୍ତି। ଯଦି ଆଜି ଆପଣ ପରିତ୍ରାଣ ପାଇଛନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ଭାବରେ ରକ୍ଷା ପାଇଛନ୍ତି। ଆଜିଠାରୁ ହଜାର ହଜାର ବର୍ଷ ପରେ ମଧ୍ୟ ଆପଣ ସେତିକି ହିଁ ସୁରକ୍ଷିତ ହୋଇ ରହିବେ, ଯେତିକି ଆଜି ଅଛନ୍ତି, କାରଣ ଆପଣ ଖ୍ରୀଷ୍ଟଙ୍କଠାରେ ଅଛନ୍ତି। ଆପଣଙ୍କୁ ଆଦମଙ୍କ ବଂଶରୁ ବାହାର କରି ଖ୍ରୀଷ୍ଟଙ୍କଠାରେ ସ୍ଥାପିତ କରାଯାଇଛି। ଆପଣଙ୍କୁ ମୃତ୍ୟୁରୁ ବାହାର କରି ଜୀବନ ମଧ୍ୟକୁ ଅଣାଯାଇଛି। ଆପଣଙ୍କୁ ଅନ୍ଧକାରରୁ ବାହାର କରି ଆଲୋକ ମଧ୍ୟକୁ ଅଣାଯାଇଛି। ଯଦି ଆପଣ ବୁଝିବାକୁ ଚାହାନ୍ତି, ତେବେ ଆପଣଙ୍କୁ ନର୍କରୁ ବାହାର କରି ସ୍ୱର୍ଗରେ ସ୍ଥାନ ଦିଆଯାଇଛି। ଏହା ହିଁ ହେଉଛି ମୁକ୍ତି। କୌଣସି ବିଷୟରୁ ବାହାରି ଅନ୍ୟ ଏକ ଉତ୍କୃଷ୍ଟ ସ୍ଥାନରେ ପ୍ରବେଶ କରିବା। ଈଶ୍ୱର କହିଥିଲେ, ମୁଁ ଇସ୍ରାଏଲ ସନ୍ତାନମାନଙ୍କୁ ଦାସତ୍ୱରୁ ବାହାର କରି ଏକ ଉତ୍ତମ ଦେଶକୁ ନେଇଯିବି। ଏହା ହିଁ ହେଉଛି ଈଶ୍ୱରଙ୍କର ପରିତ୍ରାଣ। ଏହା ହିଁ ହେଉଛି ପ୍ରକୃତ ମୁକ୍ତି। ଯାତ୍ରା 3 ପର୍ବ ତାର 9-11 ପଦରେ ଲେଖା ଅଛି, ଯେହେତୁ ଦେଖ, ଇସ୍ରାଏଲ ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହେଲା। ଆହୁରି ମିଶ୍ରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଦୁରାତ୍ମ୍ୟ ବ୍ୟବହାର କରନ୍ତି, ତାହା ଆମ୍ଭେ ଦେଖିଲୁ। ଏଣୁ ଏବେ ଆସ, ଆମ୍ଭେ ତୁମ୍ଭକୁ ଫାରୋ ନିକଟକୁ ପ୍ରେରଣ କରିବା। ତୁମ୍ଭେ ମିଶରଠାରୁ ଆମ୍ଭର ଲୋକ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବ। ତହିଁରେ ମୂଷା ପରମେଶ୍ୱରଙ୍କୁ କହିଲେ, ମୁଁ କିଏ ଯେ
ଫାରୋଙ୍କ ନିକଟକୁ ଯାଇ ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବି। ଆପଣ ଲକ୍ଷ୍ୟ କରୁଛନ୍ତି କି ମୋଶାଙ୍କ ସହିତ କ'ଣ ଘଟୁଛି? 40 ବର୍ଷ ପୂର୍ବେ ସେ ଇସ୍ରାଏଲକୁ ମୁକ୍ତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ସେ ଅତି ଆତ୍ମବିଶ୍ୱାସୀ ଏବଂ ଏକ ପ୍ରକାର ଅହଙ୍କାରୀ ଥିଲେ। ସେ ଜଣେ ମିଶରିଆକୁ ହତ୍ୟା କରିଥିଲେ ଏବଂ ନିଜର ଜଣେ ଭାଇକୁ ନିର୍ଯାତନାରୁ ରକ୍ଷା କରିଥିଲେ, କାରଣ ସେ ଭାବିଥିଲେ ଯେ ଲୋକେ ତାଙ୍କର ଏହି କାର୍ଯ୍ୟକୁ ବୁଝିପାରିବେ। ସେ ଭାବିଥିଲେ ଯେ ସେ ନିଜ ବଳରେ ଇସ୍ରାଏଲକୁ ମୁକ୍ତ କରିପାରିବେ, କିନ୍ତୁ ସେ ଜାଣିବାକୁ ପାରିଲେ ଯେ ସେ ଏହା କରିପାରିବେ ନାହିଁ। ଈଶ୍ୱର ତାଙ୍କୁ ଏହି କାର୍ଯ୍ୟ ପାଇଁ ଯୋଗ୍ୟ କରିବାକୁ ଏକ ବିଶେଷ ତାଲିମ ଦେବା ପାଇଁ ମରୁଭୂମିରେ ସେହି ଦୂର ଅଞ୍ଚଳକୁ ନେଇଗଲେ। ସେଠାରେ ସେ ଶିଖିଲେ ଯେ ସେ ପ୍ରକୃତରେ କେତେ ଦୁର୍ବଳ। ସେ ବୁଝିପାରିଲେ ଯେ ସେ ନିଜେ ଇସ୍ରାଏଲକୁ କେବେ ହେଲେ ମୁକ୍ତ କରିପାରିବେ ନାହିଁ। ବର୍ତ୍ତମାନ ମୋଶା ଈଶ୍ୱରଙ୍କୁ କହୁଛନ୍ତି, ମୁଁ କିଏ? ଆପଣ ଯାହା କରିବା ନିମନ୍ତେ ମୋତେ କହୁଛନ୍ତି ମୁଁ ତାହା କରିପାରିବି ନାହିଁ। ଈଶ୍ୱର ବର୍ତ୍ତମାନ ବ୍ୟବହାର କରିବାକୁ ଯାଉଛନ୍ତି। ଈଶ୍ୱର ଯୁବା ଦାଉଦଙ୍କୁ ନେଲେ ଓ ଗଲିଆତକୁ ବଧ କରିବା ନିମନ୍ତେ ବ୍ୟବହାର କରୁଛନ୍ତି, କିନ୍ତୁ ସେହି ଦାଉଦଙ୍କୁ ଗୁମ୍ଫା ଓ ଗହରର ସମୟରେ କାଟିବାକୁ ପଡ଼ିଲା। ତାପରେ ଈଶ୍ୱର ତାଙ୍କୁ ରାଜା ଭାବେ ବ୍ୟବହାର କରୁଛନ୍ତି। ଏଲିୟ ସାହସର ସହିତ ଆହାବ ଓ ଇସାବେଲଙ୍କ ରାଜପ୍ରସାଦକୁ ଯାଇ କହିଲେ, ଯାହା ପ୍ରଥମ ରାଜାବଳୀ 17 ପର୍ବ ତାର 1ରେ ଲେଖା ଅଛି, ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋ ବାକ୍ୟାନୁସାରେ ହେବ। ଏଲିୟ ଯେତେ ସାହସୀ ଦେଖାଯାଉଛନ୍ତି ସେତିକି ନଥିଲେ। ଈଶ୍ୱର ତାଙ୍କୁ ସେହି ମରୁଭୂମିକୁ ପଠାଇଲେ, ଯେଉଁଠାରେ ସେ ନିଜ ଲୋକମାନଙ୍କୁ ତାଲିମ ଦେବେ। ଏଲିୟ ନଦୀ ନିକଟରେ ଥିଲେ ଓ ସେ ନଦୀରୁ ପାଣି ପିଉଥିଲେ। ବୃଷ୍ଟି ନ ହେବାରୁ ନଦୀ ଶୁଷ୍କ ହୋଇଗଲା। କହିଲେ, ମୋ ଜୀବନ ଏହି ଶୁଖି ଯାଉଥିବା ଝରଣାଠାରୁ ଅଧିକ କିଛି ନୁହେଁ। ସେ ଠିକ୍ ହିଁ କହୁଥିଲେ। ତାପରେ ଆମେ ଜାଣୁ ଯେ ଏଲିୟ ଅଳ୍ପ ମଇଦା ଓ ଟିକିଏ ତେଲରୁ କିଛି ଦିନ ଖାଇ ସମୟ ଅତିବାହିତ କଲେ। ସେ ବୁଝିପାରିଲେ ଯେ ସେ ନିଜେ କିଛି ବି ନୁହନ୍ତି ଏବଂ ଈଶ୍ୱର ହିଁ ସବୁକିଛି। ଯେତେବେଳେ ଏଲିୟ ଅନୁଭବ କଲେ ଈଶ୍ୱର ତାଙ୍କୁ ବାଲର ଭବିଷ୍ୟତ ବକ୍ତାମାନଙ୍କ ସାମ୍ନା କରିବାକୁ ଏବଂ ସ୍ୱର୍ଗରୁ ଅଗ୍ନି ବର୍ଷା କରାଇବା ପାଇଁ ବ୍ୟବହାର କରିବାକୁ ଯାଉଛନ୍ତି, ପାଉଲ ଦ୍ୱିତୀୟ କରନ୍ଥୀୟ ତାର 12 ପର୍ବ ତାର 10 ପଦରେ ଏପରି କହନ୍ତି, ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ, କାରଣ ଯେତେବେଳେ ମୁଁ ଦୁର୍ବଳ ସେତେବେଳେ ମୁଁ ବଳବାନ। ଈଶ୍ୱର ମୋଶାଙ୍କୁ ଏହା ହିଁ ଶିକ୍ଷା ଦେଉଥିଲେ। ଯେତେବେଳେ ମୋଶା ବୁଝିପାରିଲେ ଯେ ସେ ନିଜେ ଇସ୍ରାଏଲକୁ ମୁକ୍ତ କରିପାରିବେ ନାହିଁ, କିନ୍ତୁ ଈଶ୍ୱର ତାଙ୍କ ମଧ୍ୟ ଦେଇ ଏହା କରିବେ, ସେତେବେଳେ ଈଶ୍ୱର ତାଙ୍କୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହେଲେ। ଆଜି ଆମ ମଧ୍ୟରୁ ଅନେକଙ୍କୁ ଈଶ୍ୱର ବ୍ୟବହାର ନ କରିବାର କାରଣ ହେଉଛି ଆମେ ନିଜକୁ ଅତି ଶକ୍ତିଶାଳୀ ମନେ କରୁ। ଆପଣ କେବେ ଏ ବିଷୟରେ ଚିନ୍ତା କରିଛନ୍ତି କି ଯେତେବେଳେ ଆମେ ଅତି ଶକ୍ତିଶାଳୀ ହୋଇଯାଉ ଈଶ୍ୱର ଆମକୁ ବ୍ୟବହାର କରିପାରନ୍ତି ନାହିଁ। ଦୁର୍ବଳତାରୁ ହିଁ ଆମେ ଶକ୍ତିଶାଳୀ ହୋଇଥାଉ। ପ୍ରେରିତ ପାଉଲ ପ୍ରଥମ କରନ୍ଥୀୟ 1 ପର୍ବ ତାର 28 ପଦରେ କହନ୍ତି, ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ସବୁକୁ ମନୋନୀତ କଲେ। ପୁଣି ବଳବାନ ବିଷୟ ସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟ ସବୁକୁ ମନୋନୀତ କଲେ। ମୋଶା ଏବଂ ପାଉଲ ଅନୁଭବ କଲେ ଯେ ଯେତେବେଳେ ସେମାନେ ଦୁର୍ବଳ ଥିଲେ ସେତେବେଳେ ଈଶ୍ୱର ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିଲେ। ଏକ ଦୁର୍ବଳ ପାତ୍ରକୁ ଈଶ୍ୱର ଯାହା ସବୁ କରିପାରନ୍ତି ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଯାତ୍ରା 3 ପର୍ବ ତାର 12 ଏବଂ 13 ପଦରେ ଲେଖା ଅଛି, ତହୁଁ ସେ କହିଲେ, ଆମ୍ଭେ ଅବଶ୍ୟ ତୁମ୍ଭର ସହବର୍ତ୍ତୀ ହେବା। ପୁଣି ଆମ୍ଭେ ଯେ ତୁମକୁ ପ୍ରେରଣ କଲୁ ତହିଁର ଏକ ଚିହ୍ନ ଜାଣିବ। ତୁମ୍ଭେ ମିଶରରୁ ଲୋକସମୂହ ବାହାର କରି ଆଣିଲା ଉତ୍ତାରେ ତୁମ୍ଭେମାନେ ଏହି ପର୍ବତରେ ପରମେଶ୍ୱରଙ୍କର ସେବା କରିବ। ଅନନ୍ତର ମୋଶା ପରମେଶ୍ୱରଙ୍କୁ କହିଲେ, ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି କି ତୁମମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମମାନଙ୍କ ନିକଟକୁ ପଠାଇ ଅଛନ୍ତି, ପୁଣି ସେମାନେ ପଚାରିବେ ତାହାଙ୍କର ନାମ କ'ଣ, ସେତେବେଳେ ମୁଁ କି ଉତ୍ତର ଦେବି? ମୋଶା ପଚାରିଥିବା ଏହି ପ୍ରଶ୍ନଟି ସ୍ୱାଭାବିକ ଥିଲା। ମୁଁ ନିଶ୍ଚିତ ଯେ ଆମେ ସମସ୍ତେ ସମାନ ପ୍ରଶ୍ନ ପଚାରିଥାନ୍ତେ। ମୋଶା ଭୟ କରୁଥିଲେ ଯେ ଇସ୍ରାଏଲ ସନ୍ତାନମାନେ ତାଙ୍କୁ ଗ୍ରହଣ କରିବେ ନାହିଁ। ସେମାନଙ୍କ ଆଗରେ ଈଶ୍ୱରଙ୍କ ବିଷୟରେ କିପରି ବୁଝାଇବେ ସେ କଥା ସେ ଜାଣିନଥିଲେ। ସେ କିପରି କେବେ ଇସ୍ରାଏଲିୟମାନଙ୍କୁ ଈଶ୍ୱରଙ୍କ
ଏହି ପବିତ୍ର ପର୍ବତ ପର୍ଯ୍ୟନ୍ତ ନେଇପାରିବେ ତାହା ମଧ୍ୟ ସେ ଜାଣିନଥିଲେ। ଏଇଗୁଡ଼ିକ ହିଁ ମୋଶା ସାମ୍ନା କରୁଥିବା ସମସ୍ୟା ଥିଲା। ଲକ୍ଷ୍ୟ କରନ୍ତୁ ଈଶ୍ୱର ତାଙ୍କୁ କିପରି ଉତ୍ତର ଦେଲେ। ଯାତ୍ରା 3 ପର୍ବ ତାର 14 ପଦରେ ଲେଖା ଅଛି, ତହିଁରେ ପରମେଶ୍ୱର ମୋଶାଙ୍କୁ କହିଲେ, ଆମ୍ଭେ ଯେ ଅଛୁ ସେ ଅଛୁ। ପୁଣି ସେ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିବ, ସ୍ୱୟମ୍ଭୁ ଆମ୍ଭେ ଅଛୁ, ତୁମମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି। ଆମ୍ଭେ ସ୍ୱୟମ୍ଭୁ ନାମ ମଧ୍ୟରେ ଅନେକ କିଛି ଲୁଚିକି ଅଛି, କିନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଅଛି ଯାହା ଉପରେ ବିଚାର କରାଯିବା ଉଚିତ। ଆମେ ସ୍ୱୟମ୍ଭୁ ନାମଟି ହେଉଛି 5ଟି ଅକ୍ଷର ବିଶିଷ୍ଟ ଶବ୍ଦ। ଆମେ ଏହାକୁ ଯେହୋବା ଭାବରେ ଅନୁବାଦ କରୁ। ଏହାକୁ ୟାହ୍ୱେ ଭାବରେ ମଧ୍ୟ ଅନୁବାଦ କରାଯାଇଛି। ଆପଣ ଏହାକୁ କିପରି ଉଚ୍ଚାରଣ କରନ୍ତି? ଇସ୍ରାଏଲ ସନ୍ତାନମାନଙ୍କ ପାଇଁ ଏହା ଏତେ ଏକ ପବିତ୍ର ନାମ ହୋଇଗଲା ଯେ ସେମାନେ ପ୍ରକୃତରେ ଏହାର ସଠିକ୍ ଉଚ୍ଚାରଣ ହିଁ ଭୁଲିଗଲେ। ତାଙ୍କ ନାମକୁ ଅକାରଣରେ ନେବା ପାଇଁ ସେମାନେ ଏହି ନାମକୁ ବ୍ୟବହାର କରୁନଥିଲେ। ତେବେ କେଉଁ ନାମଟି ସଠିକ୍? ଏହା ଯେହୋବା ନା ୟାହ୍ୱେ? ଏହା କେହି ଜାଣନ୍ତି ନାହିଁ। କିନ୍ତୁ ଆମେ ସ୍ୱୟମ୍ଭୁ ହିଁ ଈଶ୍ୱରଙ୍କ ନାମ। ଆଦି ପୁସ୍ତକରେ ଈଶ୍ୱର ହେଉଛନ୍ତି ସୃଷ୍ଟିକର୍ତ୍ତା। ସେ ହେଉଛନ୍ତି ଏଲୋହିମ୍। ସେ ସର୍ବଶକ୍ତିମାନ ଈଶ୍ୱର ସ୍ୱୟମ୍ଭୁ। ଏ ସେହି ଈଶ୍ୱର ଯେ ଇସ୍ରାଏଲ ସନ୍ତାନମାନଙ୍କୁ ମୁକ୍ତ କରିବା ପାଇଁ ମୋଶାଙ୍କୁ ପଠାଉଛନ୍ତି। ଗୀତ ସଂହିତା 135 ପର୍ବ ତାର 13 କହେ, ହେ ସଦାପ୍ରଭୁ ତୁମ୍ଭ ନାମ ଅନନ୍ତ କାଳ ସ୍ଥାୟୀ। ହେ ସଦାପ୍ରଭୁ ତୁମ୍ଭ ସ୍ମରଣ ପୁରୁଷ ପରମ୍ପରାରେ ଥାଏ। ଏହି ପଦରେ ଈଶ୍ୱରଙ୍କ ନାମକୁ ଏପରି ଅନୁବାଦ କରାଯାଇପାରିବ, ଆମ୍ଭେ ଯେ ଅଛୁ ସେ ଅଛୁ। ଏହା ଗୁରୁତ୍ୱପୂର୍ଣ୍ଣ ଯେ ତାଙ୍କ ନାମ ଈଶ୍ୱରଙ୍କ ମହତ୍ତ୍ୱକୁ ପ୍ରକାଶ କରେ। ସମୟ ଉପସ୍ଥିତ ହେଲା ଯେ ଯୋସେଫଙ୍କୁ ଯାହା ଆଦି 50 ପର୍ବ ତାର 25 ପଦରେ ପ୍ରତିଜ୍ଞା କରିଥିଲେ ତାହା ସଫଳ ହେବାକୁ ଯାଉଛି। ପରମେଶ୍ୱର ଅବଶ୍ୟ ତୁମମାନଙ୍କର ତତ୍ତ୍ୱାବଧାନ କରିବେ। ଯାତ୍ରା 3 ପର୍ବ ତାର 15 ପଦରେ ଲେଖା ଅଛି, ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଏହି କଥା କହିବ, ତୁମମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ୱର ଅର୍ଥାତ୍ ଅବ୍ରାହ୍ମର ପରମେଶ୍ୱର ଓ ଇସାହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ ସ୍ୱୟମ୍ଭୁ, ସେ ତୁମମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି। ଆମ୍ଭର ଏହି ନାମ ଅନନ୍ତକାଳ ସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ। ଈଶ୍ୱର ଅବ୍ରାହ୍ମ, ଇସାହାକ ଏବଂ ଯାକୁବଙ୍କ ନିକଟରେ ଆପଣାକୁ ପ୍ରକାଶ କଲେ। ସେହି ଈଶ୍ୱର ହିଁ ମୋଶାଙ୍କୁ ଇସ୍ରାଏଲ ସନ୍ତାନମାନଙ୍କ ପାଖକୁ ପଠାଉଥିଲେ ଏବଂ ସେ କେଉଁ ପଦ୍ଧତିରେ କାର୍ଯ୍ୟ କରିବେ ତାହା ପରବର୍ତ୍ତୀ କିଛି ପଦରେ ଦିଆଯାଇଛି। ଯାତ୍ରା 3 ପର୍ବ ତାର 16ରୁ 20 ପଦରେ ଲେଖା ଅଛି, ତୁମ୍ଭେ ଯାଇ ଇସ୍ରାଏଲ ବଂଶର ପ୍ରାଚୀନ ଗଣକୁ ଏକତ୍ର କରି ଏହି କଥା କୁହ, ତୁମମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ୱର ଅର୍ଥାତ୍ ଅବ୍ରାହ୍ମ ଓ ଇସାହାକ ଓ ଯାକୁବର ପରମେଶ୍ୱର ସଦାପ୍ରଭୁ ମୋତେ ଦର୍ଶନ ଦେଇ କହିଅଛନ୍ତି, ଆମ୍ଭେ ତୁମମାନଙ୍କର ଓ ମିଶରରେ ତୁମମାନଙ୍କ ପ୍ରତି ଯାହା ଯାହା କରାଯାଉଅଛି ସେ ସମସ୍ତର ତତ୍ତ୍ୱାନୁସନ୍ଧାନ କରିଅଛୁ। ପୁଣି ଆମ୍ଭେ ତୁମମାନଙ୍କୁ ମିଶରର କ୍ଲେଶରୁ ଉଦ୍ଧାର କରି କିଣାନୀୟମାନଙ୍କ ଓ ହିତ୍ୟମାନଙ୍କ ଓ ଇମୋରୀୟମାନଙ୍କ ଓ ପିରିସିୟମାନଙ୍କ ଓ ହିଦ୍ୟମାନଙ୍କ ଓ ଜୁବିସିୟମାନଙ୍କର ଦୁଗ୍ଧମଧୁ ପ୍ରବାହୀ ଦେଶକୁ ନେଇଯିବୁ ବୋଲି କହିଅଛୁ। ଏଥିରେ ସେମାନେ ତୁମ୍ଭ ରବରେ ଅବଦାନ କରିବେ। ତହୁଁ ତୁମ୍ଭେ ଓ ଇସ୍ରାଏଲ ବଂଶର ପ୍ରାଚୀନ ବର୍ଗ ମିଶରର ରାଜା ନିକଟକୁ ଯାଇ ଏହି କଥା କହିବ, ଏବ୍ରିୟ ଲୋକମାନଙ୍କ ପରମେଶ୍ୱର ସଦାପ୍ରଭୁ ଆମମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ଏହେତୁ ବିନୟ କରୁଅଛୁ, ଆମମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମିତ୍ତ ଏବେ ଆମମାନଙ୍କୁ 3 ଦିନର ପଥ ପ୍ରାନ୍ତରକୁ ଯିବା ପାଇଁ ଅନୁମତି ଦିଅନ୍ତୁ। ମାତ୍ର ଆମ୍ଭେ ଜାଣୁ ମିଶରର ରାଜା ତୁମମାନଙ୍କୁ ଯିବା ପାଇଁ ଅନୁମତି ଦେବ ନାହିଁ। ପରାକ୍ରାନ୍ତ ହସ୍ତ ପ୍ରକାଶିତ ହେଲେ ସୁଦ୍ଧା ଦେବ ନାହିଁ। ତହିଁରେ ଆମ୍ଭେ ଆପଣା ହସ୍ତ ବିସ୍ତାର କରି ଦେଶ ମଧ୍ୟରେ ଯେ ସକଳ ଆଶ୍ଚର୍ଯ୍ୟ କର୍ମ କରିବା ତଦ୍ୱାରା ମିଶରକୁ ଆଘାତ କଲା ଉତ୍ତାରେ ସେ ତୁମମାନଙ୍କୁ ଯିବାକୁ ଦେବ। ଈଶ୍ୱର ମୋଶାଙ୍କୁ କ'ଣ କରିବେ ସେଥିର କାର୍ଯ୍ୟସୂଚୀ ଦେଉଛନ୍ତି। ସେ ଇସ୍ରାଏଲର ପ୍ରାଚୀନମାନଙ୍କୁ ଈଶ୍ୱରଙ୍କ ଉଦ୍ଧାରର ଯୋଜନା ବିଷୟରେ ଜଣାଉଛନ୍ତି। ତାହାପରେ ସେ ଏବଂ ପ୍ରାଚୀନମାନେ ଫାରୋଙ୍କ ପାଖକୁ ଯାଇ ନିଜ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ପାଇଁ ମରୁଭୂମିକୁ 3 ଦିନର ପଥ ଯାତ୍ରା କରିବାକୁ ଅନୁମତି ମାଗିଲେ। ଆମେ ଚାଲି ଯାଉଛୁ ଏବଂ ସବୁଦିନ ପାଇଁ କିଣା ଦେଶକୁ ଫେରି ଯାଉଛୁ ବୋଲି ସିଧାସଳଖ କହିବା ଅପେକ୍ଷା ଇସ୍ରାଏଲ ଲୋକଙ୍କ ଏହି ଯୋଜନାକୁ ଫାରୋଙ୍କ ସମ୍ମୁଖରେ ଧୀରେ ଧୀରେ ନମ୍ରତାର ସହିତ ପ୍ରକାଶ କରୁଛନ୍ତି।
ଈଶ୍ୱର ମୂଷାଙ୍କୁ କହିଛନ୍ତି ଯେ ଫାରୋ ଇସ୍ରାଏଲୀୟମାନଙ୍କୁ ଯିବାକୁ ଅନୁମତି ଦେବେ ନାହିଁ। ଏହି ବିଷୟରେ ଫାରୋଙ୍କୁ ମନା କରିବା ମିଶରର ଦେବତାମାନଙ୍କ ବିରୁଦ୍ଧରେ ଈଶ୍ୱର ଆପଣା କାର୍ଯ୍ୟ ଆରମ୍ଭ କରିବେ। ସେହି କାର୍ଯ୍ୟ ପରେ ଈଶ୍ୱର ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖାଇବା ପରେ ମଧ୍ୟ ଫାରୋ ଦୃଢ଼ତାର ସହ ଇସ୍ରାଏଲୀୟମାନଙ୍କୁ ଛାଡ଼ିବାକୁ ମନା କରିବେ। ଏହାପରେ ଈଶ୍ୱର ଏପରି କିଛି ମହାମାରୀ ଆଣିବେ ଯାହା ଫାରୋଙ୍କ ମନ ପରିବର୍ତ୍ତନ କରିବ ଏବଂ ସେ ଇସ୍ରାଏଲୀୟମାନଙ୍କୁ ମିଶରରୁ ଛାଡ଼ିଦେବେ। ଇସ୍ରାଏଲୀୟମାନଙ୍କୁ ରକ୍ଷା କରିବା ପାଇଁ ଈଶ୍ୱରଙ୍କର ଏକ ଯୋଜନା ରହିଛି ଏବଂ ସେ ନିଶ୍ଚିତ ଭାବରେ ସେମାନଙ୍କୁ ରକ୍ଷା କରିବେ। ଯାତ୍ରା 3 ପର୍ବ ତାର 21 ଏବଂ 22 ପଦରେ ଲେଖା ଅଛି, ଆଉ ଆମେ ମିଶ୍ରୀୟ ଲୋକମାନଙ୍କ ସାକ୍ଷାତରେ ଏହି ଲୋକମାନଙ୍କୁ ଅନୁଗ୍ରହ ପାତ୍ର କରାଇବା। ତହିଁରେ ତୁମ୍ଭେମାନେ ଯାତ୍ରା ସମୟରେ ରିକ୍ତ ହସ୍ତରେ ଯିବ ନାହିଁ। ମାତ୍ର ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହପବାସିନୀ ସ୍ତ୍ରୀ ନିକଟରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବେ। ପୁଣି ତାହା ତୁମ୍ଭେମାନେ ଆପଣା ପୁତ୍ର କନ୍ୟାଙ୍କୁ ପିନ୍ଧାଇବ। ଏହି ରୂପେ ତୁମ୍ଭେମାନେ ମିଶ୍ରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ। ଏଠାରେ ଧାର ନେବା ଶବ୍ଦର ଅର୍ଥ ଚୋରି କରିବା ନୁହେଁ, ବରଂ ବାକି ଥିବା ମଜୁରୀ ସଂଗ୍ରହ କରିବା। ଇସ୍ରାଏଲୀୟମାନେ ବିନା ଦରମାରେ କ୍ରୀତଦାସ ଭାବରେ କାମ କରୁଥିଲେ। ଈଶ୍ୱର ସେମାନଙ୍କୁ ଶହ ଶହ ବର୍ଷର ପରିଶ୍ରମର ବାକି ଥିବା ମଜୁରୀ ଆଦାୟ କରିବାକୁ କହୁଛନ୍ତି। ସେମାନେ ବର୍ଷ ବର୍ଷର କଠିନ ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ପାଇଁ ମିଶର ପରିତ୍ୟାଗ କରିବେ। ଈଶ୍ୱର ନିଜ ଲୋକମାନଙ୍କର ଯତ୍ନ ନେଉଥିଲେ। ଆମେ କ'ଣ ତାଙ୍କଠାରେ ବିଶ୍ୱାସ କରୁଛେ କି? ପ୍ରିୟ ବନ୍ଧୁ, ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଢ଼ାଇ ଆଣିଲ। ଆଜିର ବାକ୍ୟ ମଧ୍ୟରେ ପ୍ରଭୁ ଆମମାନେ ଯାହା କିଛି ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ସେ ବାକ୍ୟ ଅନୁସାରେ ଜୀବନ କାଟିବା ପାଇଁ ଆମମାନଙ୍କୁ ତୁମେ ସାହାଯ୍ୟ କର। ପ୍ରିୟ ପ୍ରଭୁ, ଏତେବେଳେ ପ୍ରାର୍ଥନା କରୁଛୁ, ତୁମେ ମୂଷାଙ୍କର ଜୀବନରେ ଏବଂ ଇସ୍ରାଏଲୀୟମାନଙ୍କର ଜୀବନରେ କେଉଁ ପ୍ରକାର ଭାବରେ ତୁମେ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ତୁମେ କରିଥିଲ, ସେ ବିଷୟରେ ପ୍ରଭୁ ଆମେ ଅଧ୍ୟୟନ କରିଛୁ। ଦୟାଳୁ ସ୍ୱର୍ଗସ୍ଥ ପିତା, ଆମମାନଙ୍କର ଜୀବନରେ ମଧ୍ୟ ସେହି ପ୍ରକାର କାର୍ଯ୍ୟ କରି ତୁମେ ହିଁ ଗୌରବ ପାଅ, ତୁମେ ହିଁ ପ୍ରଶଂସା ପାଅ ବୋଲି ତୁମ ନିକଟରେ ପ୍ରାର୍ଥନା କରୁଅଛୁ। ମଙ୍ଗଳମୟ ପବିତ୍ର ପ୍ରିୟ ପ୍ରଭୁ, ଏକ ବିଶ୍ୱାସର ସୌନ୍ଦର୍ଯ୍ୟରେ ତୁମଠାରେ ସବୁବେଳେ ଯେପରି ଭରସାର ଜୀବନ କାଟିବାକୁ ପାରିବୁ, ବିଶ୍ୱାସମୟ ଜୀବନ କାଟିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରି ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ସେମାନଙ୍କର ସମସ୍ତ ଚିନ୍ତାର ଭାର ତୁମେ ବହନ କର। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି ଅଧ୍ୟୟନରୁ ଆମେ ଶିଖିଲୁ ଯେ ଈଶ୍ୱର ତାଙ୍କର ସଠିକ୍ ସମୟରେ ନିଜ ସେବକମାନଙ୍କୁ ଆହ୍ୱାନ ଏବଂ ପ୍ରସ୍ତୁତ କରନ୍ତି। ଇସ୍ରାଏଲକୁ ମୁକ୍ତ କରିବା ପାଇଁ ମନୋନୀତ ହେବା ପୂର୍ବରୁ ମୋଶା ମରୁଭୂମିରେ 40 ବର୍ଷ ବିତାଇ ନମ୍ରତା ଏବଂ ଈଶ୍ୱରଙ୍କ ଉପରେ ନିର୍ଭରଶୀଳତା ଶିଖିଥିଲେ। ଜଳନ୍ତା ବୁଦା ମାଧ୍ୟମରେ ଈଶ୍ୱର ନିଜର ପବିତ୍ରତା ଏବଂ ତାଙ୍କର ଅନନ୍ତ ନାମ ମୁଁ ଯେ ଅଛି ସେ ହିଁ ଅଛି ପ୍ରକାଶ କଲେ, ଯାହା ଦର୍ଶାଏ ଯେ ସେ ହେଉଛନ୍ତି ସେହି ଜୀବନ୍ତ ଓ ବିଶ୍ୱସ୍ତ ଈଶ୍ୱର ଯିଏ ନିଜର ଲୋକମାନଙ୍କର ଦୁଃଖ କଷ୍ଟ ଦେଖନ୍ତି। ଈଶ୍ୱର ମୋଶାଙ୍କୁ ମନେ ପକାଇ ଦେଲେ ଯେ ପ୍ରକୃତ ଶକ୍ତି ମାନବୀୟ ସାମର୍ଥ୍ୟରୁ ନୁହେଁ, ବରଂ ତାଙ୍କର ଉପସ୍ଥିତି ଏବଂ ପରାକ୍ରମରୁ ଆସିଥାଏ। ଯଦିଓ ମୋଶା ନିଜକୁ ଦୁର୍ବଳ ଏବଂ ଅଯୋଗ୍ୟ ମନେ କରୁଥିଲେ, ତଥାପି ଈଶ୍ୱର ତାଙ୍କ ସହିତ ରହିବାକୁ ଏବଂ ତାଙ୍କୁ ମାର୍ଗଦର୍ଶନ କରିବାକୁ ପ୍ରତିଜ୍ଞା କଲେ। ପ୍ରିୟ ଦର୍ଶକ ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର।
साथे प्रभु तुमे चालुअछ ए दीर्घ जीवन पथे मो पासे जीसु तुमे रहिअछ कि आश्चर्य प्रेम सते मो साथे प्रभु तुमे चालुअछ ए दीर्घ जीवन पथे मो पासे जीसु तुमे रहिअछ कि आश्चर्य प्रेम सते धूली ठारू हीन मुझे करिन तुच्छ मते ए जाए बोही आनीच मते कि अतुल्य प्रेम सते ए जाए बोही आनीच मते कि अतुल्य प्रेम सते तृष्णारे दिने आतुर होई भाबुथिली जे जीवी मु मरी तृष्णारे दिने आतुर होई भाबुथिली जे जीवी मु मरी जीवनर जले तृप्त करी जीवन पात्र मो देल जे भरी जीवनर जले तृप्त करी जीवन पात्र मो देल जे भरी ए जाए बोही आनीच मते कि मधुर प्रेम सते ए जाए बोही आनीच मते कि मधुर प्रेम सते मो साथे प्रभु तुमे चालुअछ ए दीर्घ जीवन पथे मो पासे जीसु तुमे रहिअछ कि आश्चर्य प्रेम सते गत प्रश्नर उत्तरटी होची डी सिपोरा। आजिर प्रश्नटी होची केउ पर्वतरे जळंता बुदा मध्य दे परमेश्वर मूसा को दर्शन देइथिले। ए सिनय पर्वत, बी होरेब पर्वत, सी आरारोट पर्वत, डी चित पर्वत। ए प्रश्नर उत्तर आसंता काली संध्या 6टा मध्यरे ऑप्शन मध्यरु सठिक उत्तर बाछि आपण नाम और संपूर्ण ठिकाना सहित 9777221415 फोन नंबर रे SMS किंबा WhatsApp द्वारा आमको जणाइबाको अनुरोध। जदि आपनको आम कार्यक्रम भल लगुची तेबे 044490812996 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले कोरापुटरू भानु प्रताप सिंह।